ସାଧାରଣତଃ ପିତୃଲୋକଙ୍କ ପକ୍ଷ ଆଶ୍ୱିନ ମାସର କୃଷ୍ଣ ପକ୍ଷର 15 ଦିନକୁ ବୁଝାଇଥାଏ, ଯାହା ମହାଳୟ ପକ୍ଷ ଭାବରେ ପରିଚିତ। ଗରୁଡ଼ ପୁରାଣ ଅନୁସାରେ ଆମ ଭାରତବର୍ଷରେ ମୁଖ୍ୟତଃ 5ଟି ସ୍ଥାନରେ ପିଣ୍ଡଦାନର ମହତ୍ତ୍ୱ ରହିଅଛି। ପୁରାଣ ଶାସ୍ତ୍ର ଅନୁସାରେ ଏହି ସ୍ଥାନମାନଙ୍କରେ ପିଣ୍ଡଦାନ ତଥା ଅସ୍ଥି ବିସର୍ଜନ କଲେ ଏହି ପିତୃପକ୍ଷରେ ପିତୃଲୋକ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି। ତେବେ ଆସନ୍ତୁ ଏହି ମୋକ୍ଷ ପ୍ରାପ୍ତିର ଧାମ ବିଷୟରେ ଜାଣିବା। ଜୟ ଜଗନ୍ନାଥ। ନମସ୍କାର। ଆମର ଶ୍ରୀ ମିତାଲି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ଆଉଥରେ ଆଉ ଏକ ନୂତନ ଦିବ୍ୟ ଆଧ୍ୟାତ୍ମିକ କଥାବସ୍ତୁକୁ ସ୍ୱାଗତ କରୁଅଛୁ। ଆସନ୍ତୁ ପିତୃପକ୍ଷରେ ଭାରତର ପ୍ରମୁଖ ମୋକ୍ଷ ପ୍ରାପ୍ତିର ସ୍ଥାନ ତ୍ରିବେଣୀ ବା ପ୍ରୟାଗ ଧାମରେ କାହିଁକି ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କରାଯାଏ ଜାଣିବା। ପିତୃପକ୍ଷ ବା ମହାଳୟ ପକ୍ଷର ସମସ୍ତ ନୀତି ନିୟମ ବିଧିବିଧାନର ଭିଡ଼ିଓ ଆମ ଚ୍ୟାନେଲରେ ପୂର୍ବରୁ ଅଛି। ଯଦି ଦେଖିବା ପାଇଁ ଚାହୁଁଛନ୍ତି ନିହାତି ଭାବରେ ମୁଁ ଏହାର ଲିଙ୍କ୍ ଡେସ୍କ୍ରିପସନରେ ଦେଇଦେଇଛି, ଦେଖିପାରିବେ। ଦୃଷ୍ଟିରୁ ପିତୃଲୋକଙ୍କର ମୋକ୍ଷ ପ୍ରଦାନକାରୀ ତୀର୍ଥସ୍ଥାନ ହେଉଛି ଆହ୍ଲାବାଦର ପ୍ରୟାଗ ଧାମ ବା ତ୍ରିବେଣୀ ଧାମ, ଯେଉଁଠାରେ କି ପ୍ରତିବର୍ଷ ପିତୃଲୋକଙ୍କର ମୁକ୍ତି ପାଇଁ ଏହି ପିତୃପକ୍ଷରେ ଲକ୍ଷ ଲକ୍ଷ ଲୋକ ପିଣ୍ଡଦାନ କରିବାକୁ ଆସିଥାନ୍ତି। ମାନ୍ୟତା ଅନୁସାରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କର ସଙ୍ଗମ ସ୍ଥଳୀଟି ତ୍ରିବେଣୀ ସଙ୍ଗମ ଭାବରେ ପରିଚିତ। ଏହି ତ୍ରିବେଣୀ ଘାଟରେ ବୁଡ଼ ପକାଇ ନିଜ ପୂର୍ବଜଙ୍କୁ ଶ୍ରଦ୍ଧାରେ ଶ୍ରାଦ୍ଧ ଅର୍ପଣ କରି ଅସ୍ଥି ବିସର୍ଜନ କଲେ ପିତୃଲୋକ ମୋକ୍ଷ ପ୍ରାପ୍ତି କରିଥାନ୍ତି। ପିତୃଲୋକଙ୍କର ମୋକ୍ଷ ପ୍ରାପ୍ତିର ପ୍ରଥମ ଦ୍ୱାର ଭାବରେ ତ୍ରିବେଣୀ ବା ପ୍ରୟାଗ ଧାମ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଟେ। ହିନ୍ଦୁ ଧର୍ମ ଅନୁସାରେ ପିତୃଲୋକଙ୍କର ପିଣ୍ଡଦାନ ଏବଂ ମୁକ୍ତି ପ୍ରଦାନର ଧାମ ଭାବରେ କେବଳ ପ୍ରୟାଗ ଧାମ, କାଶୀ ଧାମ, ଗୟା ଧାମ, ହରିଦ୍ୱାର ଏବଂ ବ୍ରହ୍ମକପାଳୀ ପରିଚିତ। କିନ୍ତୁ ପିତୃଲୋକଙ୍କର ପିଣ୍ଡଦାନର ବିଧି କେବଳ ପ୍ରୟାଗ ଧାମରୁ ଆରମ୍ଭ ହୋଇଥାଏ ବା ବିଷ୍ଣୁଙ୍କ ମୁଖରୁ ଆରମ୍ଭ। ପୂର୍ବଜଙ୍କୁ ଶାନ୍ତି ମୁକ୍ତି ପ୍ରଦାନ ପାଇଁ ଆତ୍ମୀୟମାନେ ମଣ୍ଡିତ ହୋଇ କ୍ଷୌର କର୍ମାଦି କର୍ମ କରି ନିଜ ପିତୃଲୋକଙ୍କ ଉଦ୍ଦେଶ୍ୟରେ 7 ପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରିଥାନ୍ତି ଏବଂ ସଙ୍ଗମରେ ପିଣ୍ଡଗୁଡ଼ିକୁ ବିସର୍ଜନ କରିଥାନ୍ତି ଓ ଅସ୍ଥି ବିସର୍ଜନ କରି ଶ୍ରାଦ୍ଧ କର୍ମର ସମସ୍ତ ବିଧାନ କାର୍ଯ୍ୟ କରିଥାନ୍ତି। ଶାସ୍ତ୍ର ଅନୁସାରେ ମୋକ୍ଷ ଏବଂ ମୁକ୍ତିର ଦେବତା ଭଗବାନ ଶ୍ରୀ ହରିବିଷ୍ଣୁ ଅଟନ୍ତି। ଏହି ତ୍ରିବେଣୀରେ ଭଗବାନ ଶ୍ରୀ ହରିବିଷ୍ଣୁଙ୍କର 12ଟି ଅବତାର ବିରାଜିତ। ତେଣୁ ମାନ୍ୟତା ଅନୁସାରେ ଗଙ୍ଗା, ଯମୁନା ଏବଂ ଗୁପ୍ତ ସରସ୍ୱତୀରେ ଏହି ସଙ୍ଗମ ସ୍ଥଳରେ ଭଗବାନ ଶ୍ରୀହରି ବିଷ୍ଣୁ ସାକ୍ଷାତ ବାଲ ମୁକୁନ୍ଦଙ୍କ ସ୍ୱରୂପରେ ବାସ କରୁଛନ୍ତି। ତେଣୁ ପ୍ରୟାଗ ଧାମକୁ ପିତୃମୁକ୍ତି ତୀର୍ଥ ଭାବରେ ପ୍ରଥମ ଏବଂ ମୁଖ୍ୟ ଦ୍ୱାର ଭାବରେ ଗଣନା କରାଯାଇଛି। ଏହାଛଡ଼ା କାଶୀକୁ ମଧ୍ୟଦ୍ୱାର ଏବଂ ଗୟାକୁ ଅନ୍ତିମ ଦ୍ୱାର ଭାବରେ ଗଣନା କରାଯାଇଛି। ପ୍ରୟାଗରେ ପିଣ୍ଡଦାନ କରି ଆସିଥିବା ଆତ୍ମୀୟମାନେ ପିତୃକର୍ମ ପାଇଁ ଲଣ୍ଡିତ ହୋଇ ଚୁଟି ଏବଂ ନଖକୁ ଜଳରେ ସମର୍ପଣ କରି ପ୍ରଥମ ଦ୍ୱାରରେ ରାଶି, ଚାଉଳ, ଅଟା, ପାଚିଲା ଫଳରୁ ପିଣ୍ଡ ପ୍ରସ୍ତୁତ କରି 7 ପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ଗଙ୍ଗାରେ ବିସର୍ଜନ କରି ସଙ୍ଗମରେ ସ୍ନାନ କରିଥାନ୍ତି। ମାନନା ଅନୁସାରେ ତ୍ରିବେଣୀରେ ପିଣ୍ଡଦାନ ଦ୍ୱାରା ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସହିତ ଏଠାରେ ବାସ କରୁଥିବା 33 କୋଟି ଦେବତା ପିତୃଲୋକଙ୍କୁ ମୁକ୍ତି ପ୍ରଦାନ କରିଥାନ୍ତି। କିନ୍ତୁ ଯେଉଁମାନେ ଓଡ଼ିଶାରୁ ଆସୁଛନ୍ତି ସର୍ବପ୍ରଥମେ ମା ବିରଜାଙ୍କଠାରେ ନାଭିଗୟାରେ ପିଣ୍ଡଦାନ ଏବଂ ବିନ୍ଦୁସାଗର ଏବଂ 22 ପାହାଚରେ ପିଣ୍ଡଦାନ କରି ଏଠାକୁ ଆସିଲେ ମାନନା ଅନୁସାରେ ଅତି ଉତ୍ତମ ହୋଇଥାଏ। ଏହାଛଡ଼ା ଆମ ଓଡ଼ିଶାରୁ ଯେଉଁମାନେ ତ୍ରିବେଣୀ ଯାଉଛନ୍ତି, ଆହ୍ଲାବାଦ ଯାଉଛନ୍ତି, ଅତି ସତର୍କତାର ସହିତ ଯିବା ଉଚିତ। କାରଣ ପ୍ରୟାଗ ଧାମରେ ବହୁ ଭଣ୍ଡ ପୁରୋହିତ ରହୁଛନ୍ତି, ଯାହାଦ୍ୱାରା ଆପଣମାନେ ଶୋଷଣର ଶିକାର ମଧ୍ୟ ହୋଇପାରନ୍ତି। ଆମ ଓଡ଼ିଶାର ପୁରୋହିତ ପଣ୍ଡିତଙ୍କ ପରାମର୍ଶରେ ଯାଇ ପିତୃକର୍ମ କରିବା ଉଚିତ। ପିତୃକର୍ମ ପାଇଁ ସେଠାରେ ପୁରୋହିତ 1500 ଟଙ୍କା ପାଖାପାଖି ଦକ୍ଷିଣା ରାଶି ନେଇଥାନ୍ତି। ଲଣ୍ଡିତ ହେବା ପାଇଁ 100 ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଥାଏ। ଆମ ଓଡ଼ିଶାରୁ ବିଭିନ୍ନ ପ୍ରାନ୍ତରୁ ପୁରୋହିତମାନେ ସେଠାରେ ପିତୃକର୍ମ ପାଇଁ ନିବାସ କରିଛନ୍ତି। ପ୍ରୟାଗ ଧାମ ବା ବିଷ୍ଣୁମୁଖରେ ପିଣ୍ଡଦାନ ସମାପନ ପରେ ନିହାତି ତ୍ରିବେଣୀ ସଙ୍ଗମରୁ ଗଙ୍ଗାଜଳ ସାଙ୍ଗରେ ନେଇ ଫେରିବା ଉଚିତ। ଓଡ଼ିଶାରୁ ଆମ ଭୁବନେଶ୍ୱର ଠାରୁ ଟ୍ରେନ୍ ଦ୍ୱାରା ଆହ୍ଲାବାଦ ତ୍ରିବେଣୀ ସହରକୁ
ବା ପ୍ରୟାଗ ଧାମକୁ ଅତି ସୁବିଧାରେ ଯାଇପାରିବେ ଏବଂ ନିଜ ଆତ୍ମୀୟଙ୍କୁ ମୁକ୍ତି ପ୍ରଦାନ କରିପାରିବେ ଏହି ପବିତ୍ର ପିତୃପକ୍ଷରେ। ଏ ଥିଲା ମୁକ୍ତିର ଧାମ ପ୍ରୟାଗ ଧାମ ବିଷୟରେ କିଛି ଦିବ୍ୟ ସୂଚନା। ଯଦି ଆପଣମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ନିହାତି ଭିଡ଼ିଓଟିକୁ ଲାଇକ୍ କରିବେ, ସମସ୍ତଙ୍କ ପାଖକୁ ସେୟାର କରିବେ, ନିହାତି ଭିଡ଼ିଓକୁ ନେଇ ଗୋଟିଏ ମତାମତ ଦେବେ ଏବଂ ଏହିପରି କିଛି ଦିବ୍ୟ ଆଧ୍ୟାତ୍ମିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ନିହାତି ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।